ତ ଅଛି ଭଣ୍ଡାର କଣ ଭଣ୍ଡା ଆହୁରି ବର୍ଷେ ପଡିବ ନା। ଭଣ୍ଡାଟା କଣ ଆମର ବିକା ହେଲାଣି ବେଶୀ। ହଁ ବେଶୀ ବିକା ହେଇନି। ଏଇଟା ଇଆ ଯଦି ଚାଲିଛି ନା ଭଣ୍ଡା କେତେ ବିକା ହେଲାଣି? ମୁଁ ଦେଖିଲେ ଜଣା ପଡ଼ିବ ଲେଖା ହେଇଛି କେତେ। 50 30 ଖଣ୍ଡେ ହେଇଛି। ଇଏ ଧର ସିଏ 85 ଧରନ୍ତୁ, ଇଏ 30 ଧରନ୍ତୁ। ହଁ ସେଇଆ ତ 115 ପାଖାପାଖି ପାଇଥିବ, ଆପଣ ପାଇଥିବେ। ଆମର ଯୋଉ ଲକ୍ଷ୍ୟଟା ଥିଲା ଯେ ଆମେ ଭଣ୍ଡାଟା ଆମର ତ ଏବେ ଯେତିକି ଅଛି ତୋଳିଦେଲେ 10,000 ମାନେ ଆମର ଯୋଉଟା ପ୍ରଥମରୁ ଥିଲା ଯେ ଆମେ ଭଣ୍ଡାରେ ଯେତିକି ଖର୍ଚ୍ଚ ହବ ଆମେ ଉଠେଇଦବା ସେଇଟାକୁ, ସେଇଟା ତ ହେଇଗଲା ନା। ସେଇଟା ଯୋଉ ଟାର୍ଗେଟରେ ଥିଲା ଫୁଲ ପାଇଁ, ଫୁଲ ଟାର୍ଗେଟ ଫୁଲ କରିଦେବ, କମ୍ପେନସେଟ୍ ହେଇଗଲା ନା। ଫୁଲରେ ଏବେ ଅଛି ଭଲ, ତାହେଲେ ଯାହେଲେ 15 ଦିନ ଯିବ। ନାଇଁ ସେ ଯୋଉ ପର୍ଯ୍ୟନ୍ତ ଫୁଟୁଛି ଫୁଟୁ, ଆପଣ ଫୁଲ ଇଏ କରନ୍ତୁନି, କାହିଁକି କହିଲେ ଉପୁଡେଇବେନି ବି କିଛି। ଫୁଲ ହଉଛି ଯେତେ କମ ବି ହଉ କିଛି ଅସୁବିଧା ନାହିଁ। କମଟା ତ ଏଇଗୁଡ଼ାକ ଆଗ କଣ ଆପଣ ଯେତେବେଳେ ଗୋଟେ ଚାଷୀ ସମସ୍ତେ ଜାଣିବେ ହେଲେ ଗୋଟେ ବର୍ଷ ଯାକ ଫୁଲ ୟା ପାଖରେ ରହୁଛି, ବେପାରୀ ମନକୁ ଆପଣ ଦେବେ, ଆପଣ କାହା ପାଖକୁ ଯିବା ଦରକାର। କମ ହେଲେ ବି ଆମର ଗୋଟେ ଯେତେବେଳେ 10,000 ଟଙ୍କା ଉପୁଡେଇନି ନା। ନାଇଁ ଫୁଲ ବି ଅଲଗା ବେନିଫିଟ୍ ବି ରହୁଛି ନା। ଇଏ ବି ଜଗୁଛି ନା ଇଏ ଆପଣ ଭଣ୍ଡା ଅଲଗା ଫୁଲ ଅଲଗା ଲଗେଇଥିଲେ ତାର ଇଫେକ୍ଟ କିଛି ନଥିବ। ସେଇ ଯୋଉ ଲୋକ 50ଟା ଗଛରେ ଯଦି ବର୍ତ୍ତମାନ 10ଟା ଏଇଟା ହେଇଗଲା।